ସରକାରୀ କର୍ମଚାରୀମାନଙ୍କ ପାଇଁ ଆସିଲା ବଡ଼ ଖବର। ବଢ଼ିଲା ଡିଏ, ଜୁଲାଇରୁ ମିଳିବ ବକେୟା, ମାର୍ଚ୍ଚରୁ ପାଇବେ ଏତିକି ଅଧିକ ଟଙ୍କା ଦରମା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ହୋଲି ଆଗରୁ ରାଜ୍ୟ ସରକାର ବଢ଼ାଇ ଦେଲେ ମହଙ୍ଗା ଭତ୍ତା। କର୍ମଚାରୀଙ୍କ ଖୁସି କହିଲେ ନ ସରେ। ଗୁଡ଼ିପଡ଼ୁଆ ଓ ହୋଲି ପୂର୍ବରୁ ମହାରାଷ୍ଟ୍ର ସରକାର ରାଜ୍ୟ କର୍ମଚାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଜୁଲାଇ 2025ରୁ ମହଙ୍ଗା ଭତ୍ତାରେ 3% ଘୋଷଣା କରାଯାଇଛି। ରାଜ୍ୟରେ ଅନେକ ପ୍ରମୁଖ ପର୍ବ ପାଖେଇ ଆସୁଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଆଶିଷ ଜୟୱାଲ କହିଛନ୍ତି ଯେ ସଂଶୋଧିତ ମହଙ୍ଗା ଭତ୍ତା କର୍ମଚାରୀମାନଙ୍କୁ କ୍ୟାସ୍ ଆକାରରେ ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ 5,16,000 କର୍ମଚାରୀ ଓ 8,72,000 ପେନ୍ସନଭୋଗୀ ଉପକୃତ ହେବେ। ସରକାର ବକେୟା ଦେୟ ପ୍ରଦାନ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଜୁଲାଇ 2025ରୁ ଅକ୍ଟୋବର 2025 ପର୍ଯ୍ୟନ୍ତ ବକେୟା ଦେୟ 2026 ମାର୍ଚ୍ଚରେ ଗୁଡ଼ିପଡ଼ୁଆ ଅବସରରେ ପ୍ରଦାନ କରାଯିବ। ନଭେମ୍ବର 2025ରୁ ଜାନୁଆରୀ 2026 ପର୍ଯ୍ୟନ୍ତ ବକେୟା ଦେୟ ପାଇଁ ପୃଥକ ନିର୍ଦ୍ଦେଶ ଜାରି କରାଯିବ। ଫେବୃଆରୀ ମାସରୁ ବର୍ଦ୍ଧିତ ଭତ୍ତା କ୍ୟାସ୍ ଆକାରରେ ମିଳିବ। ଏହି ଅତିରିକ୍ତ ରାଶି ପାର୍ବଣ ଋତୁରେ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଆର୍ଥିକ ବୃଦ୍ଧି ହୋଇପାରେ। ଏହା ଉଲ୍ଲେଖନୀୟ ଯେ ଗତବର୍ଷ ଫେବୃଆରୀରେ ରାଜ୍ୟ ସରକାର ମଧ୍ୟ ମହଙ୍ଗା ଭତ୍ତା ଯଥେଷ୍ଟ ବୃଦ୍ଧି କରିଥିଲେ। ସେହି ସମୟରେ ଏକନାଥ ସିଂହ ରାଜ୍ୟ ଦାୟିତ୍ୱରେ ଥିଲେ ଏବଂ କର୍ମଚାରୀଙ୍କ ଡିଏ 12% ବୃଦ୍ଧି କରାଯାଇଥିଲା। ଏଥର ବର୍ତ୍ତମାନର ମୁଦ୍ରାସ୍ଫୀତି ଚାପର ପ୍ରତିକ୍ରିୟାରେ 3% ବୃଦ୍ଧି କରାଯାଇଛି। ଏହି ବର୍ଷ ହୋଲି, ଗୁଡ଼ିପଡ଼ୁଆ ଓ ଇଦ୍ ଭଳି ପ୍ରମୁଖ ପର୍ବଗୁଡ଼ିକ ମାର୍ଚ୍ଚ ମାସରେ ପଡ଼ୁଛି। ତେଣୁ ମହଙ୍ଗା ଭତ୍ତା ବୃଦ୍ଧି କରିବାର ନିଷ୍ପତ୍ତି କର୍ମଚାରୀମାନଙ୍କ ପାଇଁ ଡବଲ ଆଶୀର୍ବାଦ ହେବ। ସରକାର ଆଶା କରୁଛନ୍ତି ଯେ ଏହି ପଦକ୍ଷେପ କର୍ମଚାରୀଙ୍କ ମନୋବଳକୁ ବୃଦ୍ଧି କରିବ ଏବଂ ସେମାନଙ୍କୁ ମଧ୍ୟ କାର୍ଯ୍ୟ ସମ୍ପାଦନ କରିବାକୁ ସଶକ୍ତ କରିବ। ପାର୍ବଣ ଋତୁ ପୂର୍ବରୁ ଏହି ଆର୍ଥିକ ପ୍ରୋତ୍ସାହନ ନିଃସନ୍ଦେହରେ ରାଜ୍ୟ ସାରା ଲକ୍ଷ ଲକ୍ଷ ଲୋକଙ୍କ ମୁହଁରେ ହସ ଫୁଟାଇବ। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ